ଯୁକ୍ତ 3ରେ ପଢୁଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶାର ଯୁକ୍ତ 3 ପିଲାଙ୍କୁ ଇଣ୍ଟର୍ନସିପ୍ ଟ୍ରେନିଂ ଦେବ ଏନ୍ଏସି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଏନ୍ଏସି ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି। ବିଶେଷକରି ବାଣିଜ୍ୟ ବିଭାଗର ପିଲାମାନେ ଲେଭେଲ୍ 1 ଓ ଲେଭେଲ୍ 2 ସାରିବା ପରେ ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇବେ। ପୂର୍ବରୁ 58ଟି କଲେଜର 394 ଜଣ ପିଲା ଏହାଦ୍ୱାରା ଉପକୃତ ହୋଇଥିଲେ। 200ରୁ ଅଧିକ ପିଲାଙ୍କୁ ଅଫର ଲେଟର ମିଳିପାରିଛି। ଏହି ଟ୍ରେନିଂ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ସହ ସ୍କିଲ୍ ଡେଭଲପମେଣ୍ଟ ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେମାନେ ଦୁଇ ପ୍ରକାର କୋର୍ସ ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବେ ଏବଂ ସେଥିରେ ସେଟା ସମ୍ପୂର୍ଣ୍ଣ ଫ୍ରି ଅଫ୍ କଷ୍ଟ ରହିବ। ଷ୍ଟେଟକୁ କୌଣସି ଫାଇନାନ୍ସିଆଲ ଇମ୍ପ୍ଲିକେସନ କରିବାର ଆବଶ୍ୟକତା ନାହିଁ ଏବଂ ସେମାନେ ତାଙ୍କର CSR ଇନିସିଏଟିଭରେ ଏ କଥାକୁ କରିବେ ଏବଂ ଏଥିରେ ଯେଉଁ ଫାଇନାନ୍ସିଆଲ ଲିଟରେସି ଅଛି, ଯେଉଁ ପ୍ରକାର ଏ କୋର୍ସଟିକୁ ଏ ଦୁଇଟି କୋର୍ସଟିକୁ କରାଯାଇଛି, ଡିଜାଇନ୍ କରାଯାଇଛି, ପିଲାମାନେ ଏ କୋର୍ସଟିକୁ ପଠନ କଲେ ନିଶ୍ଚିତ ଭାବରେ ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର, ଫାଇନାନ୍ସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ୍ ବ୍ରୋକର ଏଇଭଳି ଭାବରେ ଅନେକ କ୍ୟାରିୟର ଅପରଚ୍ୟୁନିଟି ସେମାନଙ୍କ ପାଖକୁ ମିଳିପାରିବ। ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର, ଫାଇନାନ୍ସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ୍ ବ୍ରୋକର ଭଳି ଚାକିରି ଏଭଳି ନୂଆ ନୂଆ କୋର୍ସ ଆସିଛି। ଏହି କୋର୍ସ କଲେ ଯୁବବର୍ଗଙ୍କୁ ମିଳିବ ଏପରି ମନୋଲୋଭୀ ଚାକିରି। ଏ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତି ମହାବିଦ୍ୟାଳୟର 40 ଜଣ ଛାତ୍ରଛାତ୍ରୀ ଆଗ୍ରହୀ ହେଲେ ଏନରୋଲ କରାଯିବ। କୋର୍ସ ସମ୍ପୂର୍ଣ୍ଣ ମାଗଣା ରହିବ। ଲେବୁଲ 1 ଓ ଲେବୁଲ 2 ଦୁଇଟି ଭାଗରେ ପିଲାଙ୍କୁ ନେଇ ଶିକ୍ଷା ଦିଆଯିବ। ବାଣିଜ୍ୟ ପିଲାଙ୍କ ସହ କଳା ଓ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀମାନେ ଏହି କୋର୍ସ ପାଇଁ ଏନରୋଲ କରିପାରିବେ। ପୂର୍ବରୁ ଉଚ୍ଚଶିକ୍ଷାର ପାସ୍ କରୁଥିବା ମାତ୍ର 22% ପିଲା ଯୁକ୍ତ 3 ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ଏବେ ଏଥିପ୍ରତି ମଧ୍ୟ ପିଲାଙ୍କ ମନୋବଳ ବଢ଼ିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ତେବେ ଆମ ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେ ନାହିଁ।